କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ବାହୁଡା ଯାତ୍ରା ବିଷୟରେ କଥା ହେବା। ବାହୁଡା ଯାତ୍ରା ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଜଗନ୍ନାଥ ମନ୍ଦିରକୁ ଫେରିବାର ଯାତ୍ରା। ଏହା ରଥଯାତ୍ରାର 9 ଦିନ ପରେ ଅନୁଷ୍ଠିତ ହୁଏ। ଏହି ଫେରିବା ଯାତ୍ରାକୁ ବାହୁଡା କୁହାଯାଏ, ଯାହାର ଅର୍ଥ ଓଡ଼ିଆରେ ଫେରିବା। ତିନିଟି ମହାନ ରଥକୁ ଭକ୍ତମାନେ ବହୁତ ଉତ୍ସାହର ସହିତ ଟାଣନ୍ତି। ଏହି ପର୍ବ ଭକ୍ତମାନଙ୍କ ପାଇଁ ଗଭୀର ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ରଖେ। ଏହି ଦିବ୍ୟ ଦୃଶ୍ୟ ଦେଖିବା ପାଇଁ ପୁରୀରେ ହଜାର ହଜାର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ଏକାଠି ହୁଅନ୍ତି। ଶୋଭାଯାତ୍ରା ସମୟରେ ରାସ୍ତାଗୁଡ଼ିକ ସଂକୀର୍ତ୍ତନ, ଗୀତ ଏବଂ ନୃତ୍ୟରେ ପରିପୂର୍ଣ୍ଣ ହୋଇଯାଏ। ବାହୁଡା ଯାତ୍ରା ଦିବ୍ୟତା ଏବଂ ଶାନ୍ତିର ପ୍ରତୀକ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ବାହୁଡା ଯାତ୍ରା ଆଶୀର୍ବାଦ ଏବଂ ଆଧ୍ୟାତ୍ମିକ ପୁଣ୍ୟ ପ୍ରଦାନ କରେ। ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ନାଗରିକ ବ୍ୟବସ୍ଥା ବ୍ୟାପକ ପରିମାଣରେ କରାଯାଇଥାଏ। ବାହୁଡା ଯାତ୍ରା ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକତା, ଭକ୍ତି ଏବଂ ସ୍ପନ୍ଦନଶୀଳ ସଂସ୍କୃତିକୁ ପ୍ରତିଫଳିତ କରେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।